ବିଲ ଭିତରକୁ ଚଣା ବୋଝେଇ କରିବା ପାଇଁ ଯାଉଥିବା ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଡ୍ରାଇଭର ଜଣଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ଟେମରି ଗ୍ରାମରେ। ଆଉ ମୃତ ଡ୍ରାଇଭର ଜଣକ ହେଉଛନ୍ତି ପଣ୍ଡୁକୁଳ ଗ୍ରାମର କାଲେଶ୍ୱର ଗୋପାଳଙ୍କ ପୁଅ ପିଙ୍କୁ ଗୋପାଳ। ତେବେ ପିଙ୍କୁ ଚଣା ବୋଝେଇ କରିବା ପାଇଁ ଟ୍ରାକ୍ଟରକୁ ନେଇ ବିଲକୁ ଯାଉଥିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଫଳରେ ସେ ଟ୍ରାକ୍ଟର ତଳେ ଚାପି ହୋଇ ରହିଯାଇଥିଲେ। ଆଉ ସ୍ଥାନୀୟ ଲୋକେ ଏହା ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ଦଶପୁର ଫାଣ୍ଡିକୁ ଖବର ଦେଇଥିଲେ। ପରେ ଗଲାମୁଣ୍ଡା ଏଆଇସି ଶ୍ୱେତାପଦ୍ମା ସେଠଙ୍କ ସମେତ ଦଶପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ଉଦ୍ଧାର କରିଥିଲେ। ଏନେଇ ଡ୍ରାଇଭରଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବାରୁ ମୃତ ପିଙ୍କୁଙ୍କ ବାପା ମା ଘଟଣାସ୍ଥଳରେ ପହଞ୍ଚି ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଆଉ ଅଭିଯୋଗ ପାଇ ଗଲାମୁଣ୍ଡା ପୋଲିସ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା ଗଲାମୁଣ୍ଡାରୁ ସୁରେନ୍ଦ୍ର ଭଇଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।